ଭଗବାନ ମିଶ୍ର ସ୍ମୃତି ଦ୍ୱାରା ହିନ୍ଦୀ ପ୍ରତିଯୋଗିତା ଅନୁଷ୍ଠିତ। ଆଜି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଭଗବାନ ମିଶ୍ର ସ୍ମୃତି ସମିତି ଦ୍ୱାରା ହିନ୍ଦୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାକୁ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଶାନ୍ତି ସୁନା ଉଦ୍ଘାଟନ କରିଥିଲେ। ବରଗଡ଼ ଜିଲ୍ଲାର ବିଭିନ୍ନ ସ୍କୁଲର 300ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପ୍ରକାଶ ଥାଉକି ଉକ୍ତ ପ୍ରତିଯୋଗିତା 2004 ମସିହାରୁ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ ପ୍ରତିବର୍ଷ ଅନୁଷ୍ଠିତ ହୋଇ ଆସୁଅଛି। ପ୍ରତିଯୋଗିତା ଷଷ୍ଠ ଶ୍ରେଣୀରୁ ଯୁକ୍ତ 2 ପର୍ଯ୍ୟନ୍ତ 3ଟି ଗ୍ରୁପରେ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ଗ୍ରୁପରୁ ଶ୍ରେଷ୍ଠ 10 ଜଣ ଲେଖାଏଁ ପ୍ରତିଯୋଗୀଙ୍କୁ ଆସନ୍ତା ଫେବୃଆରୀ 18 ତାରିଖରେ ସ୍ୱର୍ଗୀୟ ଭଗବାନ ମିଶ୍ରଙ୍କ 89ତମ ଜୟନ୍ତୀ ପାଳନ ଅବସରରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ୍ ହଲ୍ଠାରେ ପୁରସ୍କୃତ କରାଯିବ ବୋଲି ସମିତିର ସଭାପତି ସର୍ଦ୍ଦାର ପ୍ରୀତମ ସିଂ ସୂଚନା ଦେଇଛନ୍ତି। ପ୍ରତିଯୋଗିତାକୁ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସୁନା, ସମିତିର ଅଧ୍ୟକ୍ଷ ପ୍ରଫେସର ଅମରେନ୍ଦ୍ର ନାରାୟଣ ଯାଦବ, ସମ୍ପାଦକ ପ୍ରଫେସର ପ୍ରତୁଳ ଚନ୍ଦ୍ର ତ୍ରିପାଠୀ, ସର୍ଦ୍ଦାର ପ୍ରୀତମ ସିଂ, କମଳ ଯୋଶୀ, ମନୋରମା ଷଡ଼ଙ୍ଗୀ ଓ ବାଳକୃଷ୍ଣ ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ସୁନୀଲ ପଟେଲ, ଅଭିନାଶ ଗୁପ୍ତା, ବିକାଶ ମିଶ୍ର, ଶ୍ରୀକାନ୍ତ ବଗାର, ସୁନୀଲ ଅଗ୍ରୱାଲଙ୍କ ସହିତ ସମିତିର ସଦସ୍ୟ ବିନୋଦ ସାହୁ, ଅରବିନ୍ଦ ଗୁପ୍ତା, ରାମକୃଷ୍ଣ ଠାକୁର, ଖୁସବୁ ଶର୍ମା, ରେଣୁ ଅଗ୍ରୱାଲ, ଜଗଦୀଶ ସେନ, ନୀଳାମ୍ବର ମେହେର, ମୁଗ୍ଧା ଦାସ, ପ୍ରଦୀପ୍ତ ଭାନୁ ମହାନ୍ତି, ନବକୃଷ୍ଣ ମିଶ୍ର, ଅଭିମନ୍ୟୁ ଭୋସାଗର ଓ ଡକ୍ଟର ରାମକୃଷ୍ଣ ମିଶ୍ର ସହଯୋଗ କରିଥିଲେ।